ସାଙ୍ଗ ମିଳୁଛି। କଥାବାର୍ତ୍ତା ହବ ସେଥିପାଇଁ ବିଚାର ପିଲାର ମୁହଁ ଶୁଖି ଯାଇଛି ପୁରା କଣ ହେଇଛି କଣ ପୂର୍ବ କ୍ଲାସରେ ଯାହା ପଢେଇଥିଲା ଲଜିକ ଯାହା ବି ନୋଟିସ କରିବ ଯିଏ ମତେ ପଚାରିବ ଯିଏ ତାର ପଚାରିବ ଫାର୍ଷ୍ଟ କ୍ଲାସ କରିନ ଏଇଟା ଆଜି ଆଜି ଲାଷ୍ଟ मैं पहुंचाले फर्स्ट ईयर बदल से दिला आज फर्स्ट ईयर ମାନେ ଲାଷ୍ଟ ଲାଷ୍ଟ ଆଡକୁ ନା ଲାଷ୍ଟ ଆଡକୁ ମାନେ ତମେ ଫାର୍ଷ୍ଟ କ୍ଲାସ କରିନ ହଁ ତାପରେ ମୁଁ ପଢେଇଥିଲି ନା କଣ ବା ସେ ପ୍ରପୋଜିସନ ପଢେଇନି ଆଜି ପଢିବା ଶୁଣ ମୁଁ ତମକୁ ପୂର୍ବ କ୍ଲାସରେ ଯୋଉଟା ପଢେଇଥିଲି ଆଜି ସେଇଟାକୁ ତମେ ବୁଝିପାରୁଛ କି ନାହିଁ ସେଇଟା କୁହ ସେଇଟା ରିଭିଜନ କରିଦେବି ଦେନ୍ ତମେ ପୁଣି ଆଉଥରେ ନୂଆ ପଢିବ ମାନେ ଫାର୍ଷ୍ଟ କ୍ଲାସ ଯୋଉଟା ମୁଁ ପଢେଇଥିଲି ଯାହା ବି କ୍ଲାସ ୟୁଟ୍ୟୁବରେ ତ ଛଡା ହଉଛି ଦେଖିପାରିବ ସେଥିରେ ପୁରା କ୍ଲିୟର ବି ଶୁଭା ଯାଉଛି ବୁଝିପାରୁନ ମ୍ୟାମ୍ ଯୋଉଟା ପଢେଇଥିଲି ଆମ ୟୁଟ୍ୟୁବ ତମର ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛି ନା ଲର୍ଣ୍ଣିଂ ଟ୍ରି ର ତ ସେଇଥିରେ ତମେ ଦେଖିପାରିବ ଯୋଉମାନେ କ୍ଲାସ ମିସ୍ କରୁଛ ନା ସବୁ ସବଜେକ୍ଟ ଛଡା ଲଜିକରେ ଲୁଚେଇକି ହଁ ସବୁ ସବଜେକ୍ଟର ଛଡା ହଉଛି ସେମାନେ କହିବ ମୁଁ ବି ତାର ସବସ୍କ୍ରିପସନ ଅଛି ମୁଁ ବି ଦେଖେ ଏଇଟା ହେଲା କି ନାଇଁ ତ ତମେ କଣ କରିବ ସେଇ ଚ୍ୟାନେଲକୁ ସବସ୍କ୍ରାଇବ କରିଦେଇକି ଦେଖିବ ଆଉ ହେଲା ଦେଖି ହଁ ତମେ କଣ ତାକୁ ଏକୁଟିଆ ବସି ଦେଇଛ ଆସ 5 ଜଣ ସେଇଠି ପୁରା ଗଞ୍ଜି ଗଞ୍ଜି ହେଇକି ବସୁଛ ସେ ବେଞ୍ଚଟା ପୁରା ଫାଙ୍କା ପଳେଇ ଆସ ଜାଗା ନାହିଁ ସେ ବି ତମ ସାଙ୍ଗ କି ନାଇଁ ସମସ୍ତେ ତାଙ୍କ ସହିତ କଥାବାର୍ତ୍ତା ହବ ଯାହାବି ବୁଝିପାରିବନି ମତେ ପଚାରିବ ହେଲା ମୁଁ ପୂର୍ବ କ୍ଲାସରେ ଯାହା ପଢେଇଥିଲି କଣ ପଢେଇଥିଲି କହିଲ କଣ ପଢେଇଥିଲି ପୂର୍ବ କ୍ଲାସରେ କଣ ପୁରା ଇମିଡିଏଟ ଇନଫରେନ୍ସ ଆଉ ତାପରେ କନଭର୍ସନ ପଢେଇଥିଲି ପୂର୍ବ କ୍ଲାସରେ କଣ ପଢେଇଥିଲି କନଭର୍ସ କିଏ ପଢିଥିଲା ମତେ ଦେଖିଲ ମୁଁ ଯାଇକି ରୁମରେ ପଢିଛି ବୁଝିପାରିଥିଲ ଯୋଉମାନେ ପଢିଥିଲ କିଏ ପଢିନାହାନ୍ତି କେତେ ସମୟ ଲାଗିଥାନ୍ତା ଯାହା ବି ପଢା ହଉଛି ତମେ ଯଦି ନୋଟ୍ସ ବନେଇବ ତମରି ନୋଟ୍ସ ତମକୁ ପଢିବା ପାଇଁ 5 ମିନିଟ ଲାଗିବ ବୁଝ କି ନାଇଁ ମାନେ ଅଧିକରୁ ଅଧିକ 10 ମିନିଟ ଆଉ ଅଧିକ ଟାଇମ ଲାଗିବ କେବଳ ସମୟ ଦେଇକି ତମେ ବୁଝିକି ପଢିବ ହଉ ପୂର୍ବ କ୍ଲାସରେ ମୁଁ କଣ ପଢେଇଥିଲି କନଭର୍ସନ ଯୋଉଟା ତମର କଣ ଅଛି ଫାଷ୍ଟ ଟପିକ ର ଫାଷ୍ଟ ଲଙ୍ଗକୁ ସେଇଟା ବୁଝିହେଲା ତ ସେଇଟା ମୁଁ ପଢେଇଥିଲି କିଏ କନଭର୍ସନ ବୁଝି ପାରିନଥିଲ ଆଉ ଥରେ କହିବି ମୁଁ ତମକୁ ବୁଝେଇବି ନଥିଲି ଖାଲି ଡାକି ଦେଇଥିଲି କଣ ତାର ଡେଫିନେସନ ଗୁଡା ଡାକି ଦେଇଥିଲି ତମକୁ ମୁଁ କନଭର୍ସନ କଣ କହୁଛି ସମସ୍ତେ ଥିଲ ତ ପୂର୍ବ କ୍ଲାସରେ ଥିଲ ଆଉ ନୋଟ୍ସ ଡାକିଥିଲି ଯାହା ବି ଡାକିଥିଲି ସେଟା ବୁଝେଇଲି ମୁଁ ଆଗେ ଫାଷ୍ଟ ତମକୁ ସେଥିରେ କିଛି କ୍ୱେଶ୍ଚନ ପଚାରି ଦଉଛି ଦେନ୍ ସେଇ ହିସାବରେ ଆମେ ପଢିବା ବୁଝିହେଲା ତ କୁହ ଇନଫରେନ୍ସର କ୍ଲାସିଫିକେସନ ଯୋଉ କରିଥିଲେ ଇନଫରେନ୍ସକୁ କେତେ ଭାଗରେ ଡିଭାଇଡ କରାଯାଇଥିଲା କଣ କଣ ଇମିଡିଏଟ ଆଣ୍ଡ ଇମିଡିଏଟ ଇନଫରେନ୍ସ ଇନଫରେନ୍ସକୁ କ୍ଲାସିଫିକେସନ କରାଯାଇଥିଲା ଇମିଡିଏଟ ଇମିଡିଏଟ ଇଣ୍ଡକ୍ଟିଭ ଭେରି ଗୁଡ ଇଣ୍ଡକ୍ଟିଭ ଇନଫରେନ୍ସକୁ କେତେ ଭାଗରେ ଡିଭାଇଡ କରାଯାଇଥିଲା କହିଲେ ଇମିଡିଏଟ ଇମିଡିଏଟ ଇନଫରେନ୍ସ ପାଇଁ କଣ ଇମିଡିଏଟ ଇନଫରେନ୍ସ ଆଉ ଭିତରେ ଯାଉଛି ଆଉ ତ ମାର୍କ କଟିଯିବ ଇନଫରେନ୍ସ ଭିତରେ ଯାଉଛି ଆଉ ଏକ୍ସାମରେ ବୁଝିବନି ତ ଠିକ ଅଛି ମନେ ରଖିବ ଦୁଇ ପ୍ରକାର ଚଳିଯିବ ଟୁ ଟାଇପ୍ସ ପଡିଲା ମନେ ରହିଲା ଇନଫରେନ୍ସ ହଉଛି ଦୁଇ ଭାଗରେ କଣ କଣ ଡିଡକ୍ଟିଭ ଇଣ୍ଡକ୍ଟିଭ ଡିଡକ୍ଟିଭ ଇନଫରେନ୍ସକୁ କ୍ଲାସିଫାଇ ହେଇଛି କଣ କଣ ଇମିଡିଏଟ ଇମିଡିଏଟ କାହାକୁ କଣ କୁହାଯାଏ ଜାଣିଛ କୋଉ ଇନଫରେନ୍ସ ଆମେ ଡିଡକ୍ଟିଭ କେମିତି ଜାଣିବା କାହାକୁ ଦେଖିକି ଇଣ୍ଡକ୍ଟିଭ କେମିତି ଜାଣିବା ଇମିଡିଏଟ କଣ ଇମିଡିଏଟ କଣ ଜାଣିଛ ନାଇଁ ମୋ କଥା ଆଉଥରେ କହିବି ଇନଫରେନ୍ସ ମାନେ କଣ ଆମେ ଗୋଟେ ଜିନିଷକୁ ଆଜ୍ୟୁମ କରିବା ଇନଫରେନ୍ସ ଇଜ ମ୍ୟାଚିଂ ଫ୍ରମ ସମଥିଙ୍ଗ ନୋନ୍ ପ୍ରପୋଜିସନ ଟୁ ସମଥିଙ୍ଗ ଅନନୋନ୍ ପ୍ରପୋଜିସନ କଣ ନୋନ୍ ପ୍ରପୋଜିସନ କଣ ତମେ ଯୋଉ ପ୍ରପୋଜିସନଟା ଜାଣିଛ ଯେମିତି କି କଣ ଆମେ ତାକୁ ଜାଣିଛେ ନା ହ୍ୟୁମାନ ବିଙ୍ଗ ମୋଟା ଜାଣିଛନ୍ତି ତ ଆମେ ଗୋଟେ ସ୍ପେସିଫିକ ଇଣ୍ଡିଭିଜୁଆଲର ନାଁ ନେଲେ
ଧର ସ୍ମିତା ଇଜ ଇମୋର୍ଟାଲ କି ରଶ୍ମିତା ଇଜ ଇମୋର୍ଟାଲ ଏମିତି କହିବେ ତ ସେଇଠି କଣ କହିଲେ therefore ମାନେ ଆମେ ଏମିତି ଗୋଟେ ଗୋଟେ ଇଣ୍ଡିଭିଜୁଆଲ କୁ ଅବଜର୍ଭେସନ କରିକି ତ କଣ କହିଲେ ଆମେ ସମସ୍ତଙ୍କୁ ଅବଜର୍ଭେସନ କରିପାରିବାନି ଆମେ କଣ କହିଲେ all human beings are mortal ଯୋଉ କହୁଛନ୍ତି ଏଠି କଣ କହିଲେ ଆମେ ଗୋଟେ ଗୋଟେ ଇଣ୍ଡିଭିଜୁଆଲ କୁ ଯଦି ଆମେ କଣ କରୁଛେ ଅବଜର୍ଭେସନ ଏକ୍ସପେରିମେଣ୍ଟ ଦ୍ୱାରା ଜାଣୁଛନ୍ତି ସେଇଟା ହଉଛି ଇନଫରେନ୍ସ ଇନଫରେନ୍ସ କୁ କ୍ଲାସିଫାଇ କରାଯାଇଥିଲା କେତେ ଭାଗରେ ଦୁଇ ଭାଗରେ କଣ କଣ ଗୋଟେ ହଉଛି ଡିଡକ୍ଟିଭ ଇନଫରେନ୍ସ ଗୋଟେ ହଉଛି ଇଣ୍ଡକ୍ଟିଭ ଡିଡକ୍ଟିଭ ଇନଫରେନ୍ସ କେମିତି ଜାଣିବ ତାର କନକ୍ଲୁଜନ କୁ ଦେଖିକି ମାନେ ତମେ ଏଠି ବି ମାନେ ବହୁତ ପିଲା କୁହନ୍ତି କଣ ଯଦି ତାର ଦିଟା ପ୍ରେମିସ ଥିବ ତ ଆମେ ସେଥିରୁ କନକ୍ଲୁଜନ ନେଇ ଆସିବା ତାକୁ କହିବା ଡିଡକ୍ଟିଭ କିନ୍ତୁ ସେଇଟା ନୁହେଁ ଆମେ କଣ ଦେଖିବା ତାର କନକ୍ଲୁଜନ ଦେଖିବା କଣ ହେଇଥିବ କନକ୍ଲୁଜନ ଯଦି ମଚ୍ ଜେନେରାଲ ବା ଲେସ୍ ଜେନେରାଲ ମଚ୍ ଜେନେରାଲ ମାନେ କଣ ହଉଛି ତାର ପ୍ରେମିସ କହିଲେ ପ୍ରିମିସ୍ ଠାରୁ ଟିକେ କମ୍ ଜେନେରାଲ। ନା ପ୍ରେମିସ ଠାରୁ ସେମ୍ ହେଇଥିବ ନହେଲେ ତାଠୁ ଲେସ୍ ହେଇଥିବ ତାହେଲେ ଆମେ କଣ କହିବା ସେଇଟା ହଉଛି ଡିଡକ୍ଟିଭ ଇଣ୍ଡକ୍ଟିଭ କଣ ମୋର ଜେନେରାଲ ହେଇଥିବ କାହାଠୁ ପ୍ରେମିସ ତାହେଲେ ସେଇଟାକୁ କଣ କରିବା ଆମେ ଇଣ୍ଡକ୍ଟିଭ ଇନଫରେନ୍ସ ଡିଡକ୍ଟିଭ ଇନଫରେନ୍ସ ର କ୍ଲାସିଫିକେସନ ଅଛି ତମେ କହିଲ ଇମିଡିଏଟ ମିଡିଏଟ ଇଣ୍ଡକ୍ଟିଭ ର କ୍ଲାସିଫିକେସନ ଅଛି କି ନାହିଁ ଇଣ୍ଡକ୍ଟିଭ ର କ୍ଲାସିଫିକେସନ ନାହିଁ ହେଲା ତ ଆମେ କହିପାରିବା ମିଡିଏଟ ଇନଫରେନ୍ସ ୱାନ୍ ଟାଇପ ଅଫ ଇଣ୍ଡକ୍ଟିଭ ରେ ଆମେ ୟୁଜ କରିପାରିବା ହେଲା ତ ଏଇଠି କଣ କହିଲେ ମୁଁ ମିଡିଏଟ ଆଉ ଇମିଡିଏଟ ଇନଫରେନ୍ସ ଯୋଉ କହୁଛି ଇଣ୍ଡକ୍ଟିଭ ଇନଫରେନ୍ସ ଆଉ ଯୋଉ ଆମେ ଇଣ୍ଡକ୍ସନ ପଢିଥିଲେ ସେଟା ଡିଫରେଣ୍ଟ କି? ସିମିଲାରିଟି ଅଛି ସବୁଥିରେ ଆମେ ଯୋଉଟା ପଢିଥିଲେ ସେଥିରେ କଣ ସମରି ଇଣ୍ଡକ୍ସନ ଆଉ କଣ କ୍ୱିକ୍ ଇଣ୍ଡକ୍ସନ ପଢିଥିଲେ ଇଣ୍ଟିଗ୍ରେଟିଭ ଇଣ୍ଡକ୍ସନ ସମରି ଇଣ୍ଡକ୍ସନ ସେଟା ତ କ୍ଲାସିଫିକେସନ ଯିବ ନା ନା ଏବେ ଦେଖ ତମେ ସେକେଣ୍ଡ ଇୟର ପଢୁଛ ଯେତିକି ଦରକାର ସେତିକି ପଢ ଫାର୍ଷ୍ଟ ଇୟରରେ ଯାହା ପଢିଥିଲା ତାର କ୍ଲାସିଫିକେସନ ସେଇଟା ବି ମନେ ରଖ ଯେମିତିକି ତମେ ପଢିଥିଲ ଗ୍ରାଉଣ୍ଡ ଅଫ ଇଣ୍ଡକ୍ସନ ରେ ସବୁ ଗୁଡାକ ତମର ଅଛି କଣ ଅବଜର୍ଭେସନ ହିସାବରେ ଦେଖିଥିଲ ଲ ଅଫ ୟୁନିଫର୍ମିଟି ନେଚର ଲ ଅଫ ପଜିସନ ପୁଣି ଅବଜର୍ଭେସନ ଏକ୍ସପେରିମେଣ୍ଟ ମ୍ୟାଟେରିଆଲ ଗ୍ରାଉଣ୍ଡ ଅଫ ଇଣ୍ଡକ୍ସନ ସେଇଗୁଡା ସବୁ ରିଲେଟେଡ ଅଛି ଆମେ ଯଦି ପଜିସନ କହିବା ତମର ଗୋଟେ ଫାଲାସି ଚାପ୍ଟର ଆସିବ ତ ଯାହାବି ଯେତିକି ଆମର ଦରକାର ଅଛି ଅଧିକ ଜାଣିବାଟା ଭଲ ନଲେଜ ଗେନ୍ କରିବା ଭଲ କିନ୍ତୁ ଯେତିକି ବି ଅଛି ଯେମିତି କି ଏବେ କଣ ଅଛି ଆମେ ଜାଣିଛନ୍ତି ଡିଡକ୍ଟିଭ ର କ୍ଲାସିଫିକେସନ ହଉଛି କହିଲି ଯେ ଦୁଇ ଭାଗ ଇମିଡିଏଟ ମିଡିଏଟ ମୁଁ କହିବି ଯେ ନାଇଁ ଡିଡକ୍ଟିଭ ର କ୍ଲାସିଫିକେସନ ସମରି ଇଣ୍ଡକ୍ସନ ଆଉ ଇଣ୍ଡକ୍ଟିଭ ଇଣ୍ଡକ୍ସନ ସେଥିରେ ଆଡ କରିପାରିବି କି ଆପଣ କହିଲେ ଇଣ୍ଡକ୍ସନ ର ନାହିଁ କ୍ଲାସିଫିକେସନ ସେଇଟା ନା ଇଣ୍ଡକ୍ଟିଭ ର କ୍ଲାସିଫିକେସନ ନାହିଁ ତ ଆମେ ଯେତିକି ମୁଁ ଯେତିକି ଜାଣିଛି ଇଣ୍ଡକ୍ଟିଭ ର ଇଣ୍ଡକ୍ଟିଭ କୁ କ୍ଲାସିଫାଇ କରାଯାଏନି କାହାକୁ କ୍ଲାସିଫାଇ କରାଯାଏ ଡିଡକ୍ଟିଭ ହେଲା ତ ଡିଡକ୍ଟିଭ ର କଣ ଇମିଡିଏଟ ମିଡିଏଟ ଇମିଡିଏଟ କାହାକୁ କହିବା ଯାହାର ଗୋଟେ ପ୍ରେମିସ ରୁ କନକ୍ଲୁଜନ ଡିରାଇଭ୍ କରିପାରିବ ସେଇଟା କଣ ଇମିଡିଏଟ ମିଡିଏଟ more than two or more two or more more than two premise ମାନେ ଦିଟା ହେଇଥିବ ଦିଟାରୁ ଅଧିକ ଯଦି ହେଇଥିବ ସେଇଟା ହଉଛି ମିଡିଏଟ ଇନଫରେନ୍ସ ତ ଇମିଡିଏଟ ଇନଫରେନ୍ସ କୁ କ୍ଲାସିଫିକେସନ କରିଥିଲେ ନା କନଭର୍ସନ ଆଉ ପର୍ସନ ଯୋଉଟା ଆମ କୋର୍ସ ରେ ଅଛି ଫାର୍ଷ୍ଟ ଚାପ୍ଟର ତ କନଭର୍ସନ ଆମେ ପଢିଥିଲେ କଣ କନଭର୍ସନ ପଢିଥିଲେ କହିଲେ କନଭର୍ସନ କୁ ଆମେ କଣ କହିପାରିବା ଗୋଟେ ମିଡିଏଟ ଇନଫରେନ୍ସ ଯୋଉଥିରେ conversion is an immediate deductive inference କହିପାରିବା ଆମେ କଣ କରୁଛେ immediate ର classification କରୁଛେ deductive then ତାକୁ inference କୁ ଆଣିଛେ ତ କହିପାରିବା conversion is an immediate deductive inference immediate କଣ ଜାଣିଛ deductive କଣ ଜାଣିଛ immediate କାହିଁକି ତା conclusion ଯଦି କଣ ହେଇଥିବ immediate deductive କାହିଁକି ତା conclusion କଣ ହେଇଥିବ premise ଠୁ ଅଧିକ କଥା କଣ ଥିବ ବା less than relative ବୁଝିହେଲା ତ ଏଇଟା ହଉଛି କଣ ତୁମ କନଭର୍ସନ ର ଡେଫିନେସନ କନଭର୍ସନ ର ପ୍ରେମିସ କୁ କଣ କୁହାଯାଏ କନଭର୍ଟେଡ କନଭର୍ସନ ର ପ୍ରେମିସ କୁ କଣ କୁହାଯାଏ କନଭର୍ଟେଡ କନଭର୍ଟେଡ କନକ୍ଲୁଜନ କୁ ଦେଖିକି କହୁଛ ନା ପଢିକି କହୁଛ ହଁ ପ୍ରେମିସ ଆଉ କନକ୍ଲୁଜନ ବୁଝିଗଲି କନଭର୍ସନ ର ଡେଫିନେସନ ତମେ ଏତିକି ଦେଇପାରିବ 2 ମାର୍କ ଦେନ୍ କଣ ହେଲା କନଭର୍ସନ ର ରୁଲ ଅଛି କେତେଟା ରୁଲ ଅଛି କନଭର୍ସନ ର କଣ କଣ ଫର୍ଷ୍ଟ ହଉଛି କି ତାର ସବଜେକ୍ଟ ଆଉ ପ୍ରେଡିକେଟ ଟର୍ମ ରେ ଇଣ୍ଟରଚେଞ୍ଜ ହେଇଯିବ ହଁ କ୍ୱାଲିଟି ଚେଞ୍ଜ ହବ ନାହିଁ କ୍ୱାଲିଟି ସେମ ରହିବ ଆଉ ଯେତେବେଳେ କ୍ୱାଣ୍ଟିଟି କ୍ୱାଣ୍ଟିଟି ମେ ବି ଚେଞ୍ଜ ହେଇବ କାହା ହିସାବରେ ରୁଲ ହିସାବରେ as per rule number 3 distribution of term ହିସାବରେ ସେ ରୁଲ distribution ହିସାବରେ କ୍ୱାଣ୍ଟିଟି ଚେଞ୍ଜ ହେଇପାରିବ ଏଇଟା ତମର ଥିଲେ 3ଟା ରୁଲ ଆମେ ସେଇ ହିସାବରେ କନଭର୍ସେସ କରିଥିଲେ କାହାକୁ କାହାକୁ ଆମର ଯୋଉ ପ୍ରପୋଜିସନ ଥିଲା ଆମେ ଯେହେତୁ ପ୍ରପୋଜିସନ ପଢୁଥିଲେ କେତେଟା ପ୍ରପୋଜିସନ ଚାରିଟା କଣ କଣ ଏ ଇ ଆଇ ଓ କୋଉ କୋଉ ପଏଣ୍ଟ ଅଫ ଭ୍ୟୁ ରୁ
according to quality, according to quantity. Quality हिसाब रे प्रपोजिशन कौन affirmative, negative. हाँ, quantity universal, particular. मुझे ना क्वालिटी हिसाब रे प्रपोजिशन डिवाइड करेंगे कौन Affirmative, negative. affirmative Negative. এটা प्रपोजिशन है मैंने भी देखिए बताते लिखी दिया प्रपोजिशन ऑफ क्वालिटी एंड क्वांटिटी कौन देखिए इसका डाउट है तो आपल्याकडे डाउट ଅଛି ୟୁନିଭର୍ସାଲ ପ୍ରପୋଜିସନ କେମିତି ଜାଣିବ ଜାଣିଛ ତ ମାନେ ଆଫର୍ମେଟିଭ କେମିତି ନେଗେଟିଭ ଆଫର୍ମେଟିଭ ମାନେ ପଜିଟିଭ ଗୋଟେ ସେନ୍ସରେ ଆମେ କହିପାରିବା ପଜିଟିଭ ଯୋଉଥିରେ କଣ ଥିବ ନୋନ୍ ଅର୍ ନଥିବ ସେଇଟା ହଉଛି ଆଫର୍ମେଟିଭ ଯୋଉଟା ନୋନ୍ ଅର୍ ଥିବ ସେଇଟା ହଉଛି ନେଗେଟିଭ ୟୁନିଭର୍ସାଲ କଣ କଣ ୟୁନିଭର୍ସାଲ କହିଲେ କଣ ବୁଝି ଅଲ୍ କିମ୍ବା ନୋନ୍ କୁ ମାନେ ସମସ୍ତ କଥା ଯଦି କହୁଥିବ ତାହେଲେ ୟୁନିଭର୍ସାଲ ପର୍ଟିକୁଲାର କହିଲେ କିଛି କଥା କହୁଥିବ ଏଇଟା ହଉଛି तमरा प्रपोजिशन क्लासिफिकेशन हेले तापर डिस्ट्रीब्यूशन ऑफ टर्म रे कोन करथिले को प्रपोजिशन का डिस्ट्रीब्यूशन करथिले डिस्ट्रीब्यूशन ऑफ प्रपोजिशन रे केते प्रकार प्रपोजिशन पढुथिले सारी कोन ए ई आई ओ तार ना कोन यूनिवर्सल अफर्मेटिव यूनिवर्सल नेगेटिव पर्टिकुलर अफर्मेटिव पर्टिकुलर नेगेटिव तार कोन सिंबल कोन यूनिवर्सल अफर्मेटिव रो ए यूनिवर्सल नेगेटिव ई पर्टिकुलर अफर्मेटिव आई ओ यूनिवर्सल এই চারটা প্রপোজিশন ছিল কি লিখবে यूनिवर्सल अफर्मेटिव মনে আছে কি কাহাକୁ ডিস্ট্রিবিউট করে ଆଜ୍ଞା କହିବ यूनिवर्सल यूनिवर्सल कौन negative, नेगेटिव आई particular, affirmative, पर्टिकुलर अफर्मेटिव particular, negative, वो particular, negative, पर्टिकुलर negative. কি কোন টর্মକୁ ডিস্ট্রিবিউট করে ଆମେ ଜାଣିଛନ୍ତି ଗୋଟେ ପ୍ରପୋଜିସନରେ କେତେଟା ଟର୍ମ ଥିବ ଦିଟା ଦିଟା ଗୋଟେ ପ୍ରପୋଜିସନ କହିଲ all men are mortal, all men are mortal, सब्जेक्ट किए प्रेडिकेट किए main subject, predicate, predicate, एक को टर्म डिस्ट्रीब्यूट करबो सब्जेक्ट माने कोला main, मेन टर्म को किए डिस्ट्रीब्यूट करबो ए कोन कहबो ए प्रपोजिशन का डिस्ट्रीब्यूट करबो subject को ए सोची सब्जेक्ट ई कहा को both, सब्जेक्ट को सरीबो predicate को भी करिबो तो एडी कोन कहबो ई होची बोथ both. ई होची बोथ आई हाँ कहाँ को भी no, आई कहा सब्जेक्ट भी नोए प्रेडिकेट भी नोए और कोन नो वो कहा को predicate, ओ कहा को करिबो प्रेडिकेट कोला मेन ना मोटा तो कौन कहले से ओ कहा को करिबो प्रेडिकेट को करबा बुझे ना फर्स्ट क्लास रो रिविजन हे गेला समस्तंगर बुझी पाइले समस्त तुम बुझी पाइला तो बुझी पाइला ଆଉ ଯାହା ବି ନୋट्स ମୁଁ ଡାକିଥିବି ତମ ସାଙ୍ଗ ମାନଙ୍କଠୁ ନେଇଯିବ ରଶ୍ମିତା କି ଯାହାକୁ ବି କହିବ ସେ ଦେଇଦେବ ବୁଝିଲା ସେ ନୂଆ ଅଛନ୍ତି ତାଙ୍କୁ ଟିକେ ନୋଟ୍ସ ଦେଇଦବ ଏବେ ହଉଛି ଆମେ କନଭର୍ସନ ର ରୁଲ ପାଖକୁ ଯିବା कन्वर्शन ର रूल्स को ତିନିଟା ଥିଲା ଆମେ ତାହା ଭିତରେ ଆପ୍ଲାଏ କରିବା କାଟାଗୋରିକାଲ ପ୍ରପୋଜିସନ ମେଥଡ ତ ଏଠୁ ଆମେ ବୁଝିଯିବା ତ ଫାର୍ଷ୍ଟ ରୁଲ କଣ ଥିଲା ତ ଏ ପ୍ରପୋଜିସନ ହେଲି ପ୍ରଥମ କାଟାଗୋରିକାଲ ପ୍ରପୋଜିସନ ଫାର୍ଷ୍ଟ ପ୍ରପୋଜିସନ କଣ A, all men are mortal, ऑल मेना तो प्रथम रूल कौन ଥିଲା सब्जेक्ट प्रेडिकेट को कौन କରିବା interchange करना, କରିଦବା mortal men आ रही तो हाँ ଏଇଟା କଣ କରିବା ସେକେଣ୍ଡ ରୁଲ କଣ କହୁଛି quality, क्वालिटी change, सेम ରହିବ सेम ରହିବ क्वालिटी କଣ अफर्मेटिव नेगेटिव क्वालिटी कौन ଅଛି नेगेटिव कौन अफर्मेटिव नेगेटिव यूनिवर्सल अफर्मेटिव तो हमें कौन करना क्वालिटी ही चेंज करबा माने अफर्मेटिव रहइबो से आइदर यूनिवर्सल हो कि पर्टिकुलर हो अफर्मेटिव आइले ए आई तीन नंबर
रूल को जिबा बुझिला 3 नंबर रूल कोन कहूची डिस्ट्रीब्यूटेशन ऑफ टर्म एटा को एक काको डिस्ट्रीब्यूट करे सब्जेक्ट रे मेन अछि जदी एमे ए आनछंदी कोन प्रोब्लेम हबो फालासी रे पड़ी जिबा माने फालासी माने कोन फुल लॉजिक से फालासी कहते को रॉन्ग एरर जदी एमे मेन को डिस्ट्रीब्यूट करूछंती हमर प्रेमिस रेगेट प्रेमिस ए होची प्रेमिस कंक्लूजन रे मेन को पाखर अछि मेन टे कोत अछि प्रेडिकेट रे तो कोन हबो हमें प्रेडिकेट डिस्ट्रीब्यूट करबा हमें रूल पढ़छंती जे जदी को जो टर्म टा कंक्लूजन रे डिस्ट्रीब्यूट हे नथिबो ताको जदी आमे प्रेमिस रे करबा ताले को हम पड़िबा फालासी रे पड़िबा तो जदी हम कोन करूछंती मेन टर्म रे इटी प्रेडिकेट सॉरी कंक्लूजन रे डिस्ट्रीब्यूट हबो तबे फालासी पे हम कोन आनबा आई आनबा आई को टू स्टार्ट हेतबो some mortal beings are men बुझला ए माने कोन पढ़ले ए माने कोन पढ़ले कंक्लूजन ए रु आई पढ़ले बुझि पाइलो केमिति हला तिनटा को बोल अप्लाई हैला समझ क्लियर तो ए बुझ पाइलन को आउतर बुझि पाइलो तुम दिस बुझ पाइलो देखो तमरो रूल अछि तिनटा बुक अछि कि रूल तिनटा कोन अछि जानलो प्रथम रूल कहूची कोन कन्वर्सन रूल कहूची सब्जेक्ट प्रेडिकेट इंटरचेंज हे जिवो माने प्रेमिस जहां भी थिबो तार सब्जेक्ट कंक्लूजन आसी कंक्लूजन का आसीले सेटा प्रेडिकेट पाको पळे माने इंटरचेंज हे जिवो प्रथम रूल सेकंड रूल कहूची कोन रहइबो क्वालिटी सेम रहइबो क्वालिटी कोन कोन अफर्मेटिव नेगेटिव जदी तमर प्रेमिस टा अफर्मेटिव अछि कंक्लूजन मध्ये अफर्मेटिव हबो एटा कोन सेकंड रूल कहला जदी प्रेमिस टा नेगेटिव थिबो कंक्लूजन भी नेगेटिव रहइबो एटा रहले तमर सेकंड रूल प्रथम रूल हला इंटरचेंज ऑफ द प्रेमिस सेकंड रूल का इंटरचेंज कोन जदी हमें कन्वर्सन रे कहबो जोटा सब्जेक्ट जगह थिबो सेटा प्रेडिकेट जगह पळे आसीबो जोटा प्रेडिकेट जगह थिबो कंक्लूजन रे बा कन्वर्स रे सब्जेक्ट जगह को पळे आसीबो एटा होची तमर इंटरचेंज ऑफ प्रेमिस एटा होची कोन फर्स्ट रूल सेकंड रूल कहूची कोन क्वालिटी सेम रहइबो क्वालिटी होची देटा अफर्मेटिव नेगेटिव जदी प्रेमिस अफर्मेटिव थिबो कंक्लूजन मध्ये अफर्मेटिव प्रेमिस माने एटा प्रथम जहाँ ए प्रपोजिशन हो कि ई प्रपोजिशन हो सेटा होची प्रेमिस तो हमें डिराइव करबा सेटा होची कंक्लूजन कोन प्रेमिस जदी अफर्मेटिव थिबो कंक्लूजन अफर्मेटिव थिबो हबो प्रेमिस नेगेटिव थिबो कंक्लूजन मध्ये नेगेटिव रहबो तीन नंबर रूल कहूची जदी कोन से टर्म कंक्लूजन रे डिस्ट्रीब्यूट हे नथिबो ताको हमें प्रेमिस रे करि परिबा नाही जदी हमें कले ताले कोन कोते पडिबा फालासी रे जदी परिबा नाही हमें कोन करबा निजे मने मने परिबा नाही डिस्ट्रीब्यूट करबा ताले हमें फालासी रे पडबा सेटा हमें आगो मो तुमको कहबी अछि भाबिति कि नेगेशन पढि तो देखिबा कोन होची तो सेइतरे कोन होची हमें फालासी रे पडबा तो सेथि पई हमें कोन करबा रूल को मानियाबो पडिबो रूल जहा कहूची से अकॉर्डिंग हमको कंक्लूजन डिराइव करेबो पडिबो ना हमें भूल भी पडी जिबा तो हमर आर्गुमेंट पूरा भूल हे जिबो तो एटी कोन होची कंक्लूजन कहूची if a term is not distributed in the conclusion we cannot distribute it in the premise तो देखिला हां तो एटा कोन एई जो डिस्ट्रीब्यूशन ऑफ टर्म टा कहां पर डिपेंड करे हमरो क्वांटिटी ऊपर क्वांटिटी को देखिबो देखि हमें कोन करबो सही हिसाब से करबो एटी कोन कहउछंदी ए रे ए प्रपोजिशन रे हम जानि छंदी ए प्रपोजिशन कहां को डिस्ट्रीब्यूट करे सब्जेक्ट को हमें जदी सेटा इंटरचेंज करे दउछंदी से मेन का कोठी कळ होची तमरा प्रेडिकेट को गले ए टर्म डिस्ट्रीब्यूट करे ताको सब्जेक्ट को हमें जदी ए आनछंदी ताहेले कोन हबो हमें सेटा कोठी डिस्ट्रीब्यूट करिवो तमरा मोटल डिस्ट्रीब्यूट करिवो हमें रूल भाउलेट करूची तो कोन होची कंक्लूजन हमने डिस्ट्रीब्यूट होची कि प्रेमिस डिस्ट्रीब्यूट होनी तो मैं खाली सही कारणरू हमें कोन कले ए रो आई आर ले जोते बेगर में आई कोन से टर्म को डिस्ट्रीब्यूट करेनी खाली हमें फालासी रे पड़ी आनी बुझिला समस्त क्लियर तो डाउट का हमर नहीं देन हमें आसीबा कोन अछि हो कोना छोड़ी being time was good. मोटल बीन जे मଣିଷ सेया तो बीन माने मଣିଷ मोटल तो से तम इच्छा तमे जे बसिबा चलिबो जेतु सेंटेंस टा जे भलो सुबिबो तो माने सम मोटल बीइंग्स आर मेन तो सेति पई जो माने किछि मोटल मଣିଷ अछंती माने कोन जो माने मरणशील मଣିଷ जो माने कोन मेन सॉरी हां ठीक अछि तो सेति पई मोटल बीइंग्स माने गोटे सेंटेंस टे क्लियर होबो तमे जदी बसेबो सम मोटल आर मेन तो सुबुछि कि माने सुबुछि कि तो सेहि हिसाब से सम मोटल बीइंग्स पहले से ह्यूमन बीइंग को बुझाए बुझिया बीइंग्स माने से ह्यूमन बुझिया थैंक यू बसिलो एबे बुझि पाइलो तो बुझिला
Then ଆସିବା E preposition. ଏପରି କଣ ଆସୁଛି? E preposition. E preposition କୋଉଠୁ start? No. କଣ example କୁହ? ମୋର example କୁହ. No crows are white birds. No men are crows. No crows are White birds. white. মানে এই ବୋର୍ଡରୁ ଏସିକୁ କନେକ୍ସନ ଦେଇଛି ଯୋଉ ଏସିକୁ କନେକ୍ସନ ଦେଇଛି ଫ୍ୟାନ ଚାଲୁଛି ଏ ବୋର୍ଡକୁ କରେଣ୍ଟ ଆସୁନି ଏମସିନ୍ ଟା କଣ ଲେଖିଲେ example? No crows are white birds. ତ ଏଠି କଣ କରିବା ଆମେ first rule ତ ସମସ୍ତେ ଯୋଉମାନେ କହୁଛୁ ସେମାନେ ଚିଲ୍ଲାରେ ଯା ଲାଷ୍ଟ ପଛ ମାନେ କୁହ ଇଏ କଣ ପ୍ରଥମ rule କହୁଛି ପ୍ରାକ୍ଟିସ ହେଇଯିବ କହ ସବଜେକ୍ଟ ପ୍ରେଡିକେଟ କଣ କରିବା ଇଣ୍ଟରଚେଞ୍ଜ କରିବା ତ କିଏ ସବଜେକ୍ଟ କିଏ ପ୍ରେଡିକେଟ ଏଇଠି ମୁଁ କଣ ଲେଖିବି white birds ଆगे ଲେଖିବି then R ହଉଛି ପପୁଲାର ରହିବ କନଜର୍ଭ କରିବା ପାଇଁ ଏଇଟା ରହିବ then କଣ true ପ୍ରଥମ rule ହେଇଗଲା ଆମର then ଆସିବା କଣ ସେକେଣ୍ଡ rule କଣ କହୁଛି କ୍ୱାଲିଟି ଚେଞ୍ଜ ରହିବ କ୍ୱାଲିଟି କଣ ଆଫର୍ମେଟିଭ ନେଗେଟିଭ ପ୍ରେମିସ ଆମର ଆଫର୍ମେଟିଭ ରେ ଅଛି ନା ନେଗେଟିଭ ରେ ଅଛି ନେଗେଟିଭ ତାହେଲେ କଣ କରିବା ଆମେ ନେଗେଟିଭ ହେଲେ କି ହବ ଇ କିମ୍ବା ଓ ଏଠି ଆମେ କଣ ବସେଇବା ଇ ବସେଇବା ନା ଓ ବସେଇବା 3 ନମ୍ବର ରୁଲ କୁ ଯିବା ନା ଡାଇରେକ୍ଟ ବସେଇବା ଇ ରେ କୋଉ ଟର୍ମ ଡିଷ୍ଟ୍ରିବ୍ୟୁଟ ହୁଏ ବୋଥ ଟିକେ ପୂର୍ବରୁ କହିଲି ଇ କଣ କରେ ଇ ସବଜେକ୍ଟ और प्रेडिकेट टर्म को डिस्ट्रीब्यूट करे तो भी ହେଇଗଲା व्हाइट वर्ड भी ହେଇଗଲା then କଣ ଆସିଲା ଆମେ ଯଦି ଓ କାହାକୁ ଡିଷ୍ଟ୍ରିବ୍ୟୁଟ କରେ ପ୍ରେଡିକେଟ କୁ ଯଦି ପ୍ରେଡିକେଟ ଟର୍ମ ଟା ଡିଷ୍ଟ୍ରିବ୍ୟୁଟ ହେଲା ପ୍ରେମିସ କନକ୍ଲୁଜନ ଯଦି ସରି କନକ୍ଲୁଜନ ଯଦି ଆମେ ଓ ଆଣୁଛନ୍ତି ପ୍ରେଡିକେଟ ଟର୍ମ ଟା ଡିଷ୍ଟ୍ରିବ୍ୟୁଟ କରିବ ବୁଝିଲେ କି ନାହିଁ କିନ୍ତୁ କୋଉ ଟର୍ମ ଡିଷ୍ଟ୍ରିବ୍ୟୁଟ କରିବନି ସବଜେକ୍ଟ ମାନେ ଆମର କଣ व्हाइट वर्ड को डिस्ट्रीब्यूट କରିବନି ସେଟା କଣ କରିବା ଆମେ ଖାଲାସରେ ପଢିବା ଗୋଟେ ଟର୍ମ ଡିଷ୍ଟ୍ରିବ୍ୟୁଟ କରିବ ଗୋଟେ ଟର୍ମ ଡିଷ୍ଟ୍ରିବ୍ୟୁଟ କରିବନି ତ ସେଥିପାଇଁ ଆମେ କଣ କଲି ଇ ରୁ ଆମେ କୋଉ ଟର୍ମ ଆଣିବା ଇ नो व्हाइट बर्ड्स आर नो व्हाइट बर्ड्स आर ବୁଝିହେଲା କଣ ହେଲା କନକ୍ଲୁଜନ ମତେ ଦିଟାଙ୍କ ଟର୍ମ ଡିଷ୍ଟ୍ରିବ୍ୟୁଟ ହେଲା ରେଜିଷ୍ଟର ମତେ ଦିଟାଙ୍କ ଟର୍ମ ଡିଷ୍ଟ୍ରିବ୍ୟୁଟ ହେଲା ତ ଆମର ରୁଲ ଠିକ ରହିଲା ଏଇଟା ବୁଝିହେଲା କିଛି ସେ ବସେଇନି ଅଲଗା ଏ ପରେ କଣ ଆସିଲା ଆଇ ବୁଝିପାରିଲେ ତ କି ପ୍ରପୋଜିସନ ଏ ରୁ କଣ ଆସିବ ଇ ଆସିବ ଦେନ୍ ଆସିଲା ଆଇ ଆସିଲେ ଆଇ ରେ କଣ some flowers are beautiful ଆଇରେ କଣ କହିଲେ କୌଣସି ଟର୍ମ ଡିଷ୍ଟ୍ରିବ୍ୟୁଟ କରିନି ଆମେ ଯୋଉ ଚାରିଟାଙ୍କ ପ୍ରପୋଜିସନ ପଢିଛନ୍ତି ସେଥିରେ କେବଳ କିଏ ଡିଷ୍ଟ୍ରିବ୍ୟୁଟ କରେନି କୌଣସି ଟର୍ମକୁ ଆଇ ଡାଇରେକ୍ଟ ଆଇ ବସେଇ ଦଉଛି ଆଉ ରୁଲ ମନେ ରହିଲା ଆଜି କଣ କରିବି ଇଣ୍ଟରଚେଞ୍ଜ କରିଦେବା ସେକେଣ୍ଡ ରୁଲ କହିଲେ ଯାହା କଣ ଅଛି ଆଫର୍ମେଟିଭ ଥିଲେ କ୍ୱାଲିଟି ସେମ ରହିବ କ୍ୱାଲିଟି କଣ ଅଛି ଆଫର୍ମେଟିଭ ଦେନ୍ ଆଫର୍ମେଟିଭ ଆସିବ ଆଫର୍ମେଟିଭ କିଏ ଆଇ ଏ ତ ଏ ଆଣିଲେ କଣ ହବ ଆମେ ରୁଲ ଭାଉଲେଟ କରିବା କାହିଁକି ନା ଏ କଣ କରେ ଗୋଟେ ଟର୍ମକୁ ଡିଷ୍ଟ୍ରିବ୍ୟୁଟ କରେ କିନ୍ତୁ ଆଇ କଣ କରେ କୌଣସି ଟର୍ମକୁ ଡିଷ୍ଟ୍ରିବ୍ୟୁଟ କରେନି ସେଥିପାଇଁ ଆମେ କଣ କରିବା ଆଇ ନେମ୍ ଡାଇରେକ୍ଟ some beautiful things plus some beautiful things ବୁଝିଲା ବୁଝିପାରିଲା ଆଇ କଣ ଆଇ ରୁ କଣ ପାଇଁ ଆଇ ଆସିଲା କାହିଁକି ନା ଆଇ କୌଣସି ଟର୍ମ ଡିଷ୍ଟ୍ରିବ୍ୟୁଟ କରେନି କନକ୍ଲୁଜନ ମାନେ କୌଣସି ଟର୍ମ ଡିଷ୍ଟ୍ରିବ୍ୟୁଟ କଲେନି ତାହେଲେ ଆମେ ଆମ ରୁଲ ଠିକ ରହିଲା ଦେନ୍ ଆସିବ ଓ ପାଖକୁ ଓ ଚେଞ୍ଜ କରିଦବା ହବନି some flower are not ପ୍ରଥମ ରୁଲ କଣ କହୁଛି ଇଣ୍ଟରଚେଞ୍ଜ ଏଇଟା ଲେଖିବନି ହେଲା ତ ମୁଁ ଏଠି କରିସାରେ ତାକୁ ଲେଖିବା କଣ ହବ ଇଣ୍ଟରଚେଞ୍ଜ କଲି ବ୍ୟୁଟିଫୁଲ ଫ୍ଲାୱାର ଆର୍ଟ ସରି
Beautiful things are not ବୁଝିଲ ଆମେ ଚେଞ୍ଜ କରିଦେଲେ ଆମେ ଓ କଣ କହୁଛି ଓ କୋଉଟା ଡିଷ୍ଟ୍ରିବ୍ୟୁଟ କରେ ପ୍ରେଡିକେଟ ପ୍ରେଡିକେଟ ସେକେଣ୍ଡ ରୁଲ କଣ କହୁଛି ଫାର୍ଷ୍ଟ ରୁଲ ଆମେ ଆପ୍ଲାଏ କରିଦେଲେ ସେକେଣ୍ଡ ରୁଲ କଣ କହୁଛି କ୍ୱାଲିଟି ସେମ ରହିବ ନେଗେଟିଭ ଅଛି ମାନେ ନେଗେଟିଭ ରହିବ ନେଗେଟିଭ କଣ ଇ ଓ ଯଦି ଆମେ ଇ ଆଣିବା କଣ ହବ ଏଇ ବୋଥକୁ ଡିଷ୍ଟ୍ରିବ୍ୟୁଟ କରିବ ତ ଆମେ ଯଦି ଇ ଆଣୁଛନ୍ତି ଦିଟା ଗୋଟେ ଡିଷ୍ଟ୍ରିବ୍ୟୁଟ ହେଇଯିବ ଆମେ କଣ କରିବା এই ଯୋଉ ଟର୍ମ ফার্স্ট ଟର୍ମଟା ଅଛି ସବଜେକ୍ଟ ଟର୍ମଟା କଣ ହବ ଚେଞ୍ଜ ମାନେ ସବଜେକ୍ଟ ଟର୍ମଟା ଆମର ପ୍ରେମିସ ରେ ଡିଷ୍ଟ୍ରିବ୍ୟୁଟ ହବନି ସେଥିପାଇଁ ଆମେ କଣ କରିବା ଫାଲାସ ରେ ପଢିବା ତ ଆମେ ଓ ରୁ କଣ ଆଣିବା ଯଦି ଓ ଆଣିଛନ୍ତି ବି ଓ ଯଦି ଆଣିବା ଆମେ ଓ ରୁ ଓ ଯଦି ଆଣିବା କଣ ହବ ରୁଲ ଭାয়োଲେଟ କରିବ ତାହେଲେ ଓ କଣ କରେ ପ୍ରେଡିକେଟ କୁ ଡିଷ୍ଟ୍ରିବ୍ୟୁଟ କରେ ସେ ପ୍ରେଡିକେଟ ଟା କନକ୍ଲୁଜନ ରେ କୋଉଠିକି ପଳେଇ ଆସିଛି ସବଜେକ୍ଟ କୁ ପଳେଇ ଆସିଛି ପ୍ରେଡିକେଟ ଟା କନକ୍ଲୁଜନ କଣ ସବଜେକ୍ଟ କୁ ପଳେଇ ଆସିଛି ତ ରୁଲ ଭାয়োଲେଟ କରୁଛି ଓ ଆଣିଲେ ବି ଭୁଲରେ ପଢୁଛନ୍ତି ଇ ଆଣିଲେ ବି ରଙ୍ଗ ରେ ପଢୁଛନ୍ତି ତ ସେଥିପାଇଁ କଣ କରିବା ଓ ଇଜ ନଟ୍ କନଭର୍ଟେଡ ବୁଝିହେଲା ଓ କଣ ହବ କନଭର୍ଟେଡ ହେଇପାରିବ ନା ତ କଣ ଲେଖିବ ଓ ପ୍ରପୋଜିସନ କ୍ୟାନ୍ ନଟ୍ ବି କନଭର୍ଟେଡ ବୁଝିହେଲା ଏ ରୁ କଣ ପାଇଲେ ଆମେ तुमर कन्वर्सन एतिकी थिला कन्वर्सन क्लियर समस्तकर ए नु हमें कोन प्रपोजिशन पाइले आई रू आई रू आई ओ रू किछ नहीं ओ कन्वर्सन दे परबे काहे के परबे बुझि पाइलो रूल नंबर 3 अनुसार 3 नंबर रूल अनुसार हम कोन करछे जेतो भावलेट होछ रूल सेति पय हमें आनि परिबा नै से ओ प्रपोजिशन जोटे कन्वर्सन हबनी तार गुटे ना अछि नेगेशन और कन्वर्सन बाय नेगेशन तो सेटा तमे लिखियो ମୁଁ ତମକୁ ଡାକି ଦଉଛି ତାର ଡେଫିନିସନ ମାନେ ଏଇ ଯୋଉ ରୁଲ କୁ ଭାয়োଲେଟ କଲା ତିନ ନମ୍ବର ରୁଲ କହୁଛି ଯୋଉ ଟର୍ମଟା କନକ୍ଲୁଜନ ଡିଷ୍ଟ୍ରିବ୍ୟୁଟ ହବନି বা ପ୍ରେମିସ ଡିଷ୍ଟ୍ରିବ୍ୟୁଟ ହବନି ତାକୁ ଆମେ କନକ୍ଲୁଜନ କରିବା ଯେମିତି ଏ ଟର୍ମ କୁ ଡିଷ୍ଟ୍ରିବ୍ୟୁଟ करे ସବଜେକ୍ଟ ହେଲା ଆମେ ଏ ରୁ ଯଦି ଏ ଆଣୁଛନ୍ତି ତାହେଲେ କଣ କିଛି ପ୍ରୋବ୍ଲେମ ପଡିବ ବୁଝିଲେ କି ନାହିଁ ତ ସେଇଥିପାଇଁ ଆମେ ଏ ରୁ ଆଇ ଆଣୁଛନ୍ତି ବୁଝିପାରିଲ ମାନେ ଏ କଣ କିଛି ସବଜେକ୍ଟ ଡିଷ୍ଟ୍ରିବ୍ୟୁଟ କରୁଛି ଯଦି ଆମେ ପ୍ରେଡିକେଟ ରେ ଏ ଆଣୁଛନ୍ତି ସେ ସବଜେକ୍ଟ କଣ ଭେଞ୍ଚର ଚେଞ୍ଜ ହେଇଯାଉଛି କନକ୍ଲୁଜନ ପାଖରେ କୋଉଠି ପଳେଇ ଆସୁଛି ଏ ପ୍ରପୋଜିସନ ଗୋଟେ ନେଲି ନା ଏ ନେଲି और ए पिक्चर वाली एग्जांपल देली ए ରୁ କଣ ଆଣିବି ସେ କହୁଛି ଆମର ରୁଲ କହୁଛି କଣ କ୍ୱାଲିଟି ସେମ ରହିବ ମାନେ କଣ ଆସିବ ଆଫର୍ମେଟିଭ କିମ୍ବା ସରି ଏ କିମ୍ବା ଆଇ ଆସିବ ଯଦି ଆମେ ଏ ରୁ ଏ ଆଣିବା କଣ କରିବା 3 ନମ୍ବର ରୁଲ କହୁଛି ଯୋଉଟା କଣ ହେଇଥିବ ଯୋଉଟା କନକ୍ଲୁଜନ ଡିଷ୍ଟ୍ରିବ୍ୟୁଟ ହେଇଥିବ ତାକୁ ଆମେ ପ୍ରେମିସ ରେ କରିବା ଯଦି ନ କରିବା ତାହେଲେ କଣ କରିବା ଫାଲାସି ରେ ପଡିବ ତ ଏଇଠି ଆମେ ଯଦି କଣ ଆସିବ और ରିଲିଭ ହେଉଛି ଏଇଠି କଣ କଲା ପ୍ରେଡିକେଟ ଡିଷ୍ଟ୍ରିବ୍ୟୁଟ ହେଲା ପ୍ରେମିସ ରେ ହେଇଛି 3 ନମ୍ବର ରୁଲ କହୁଛି ଯୋଉଟା କନକ୍ଲୁଜନ ଗୁଡ଼ିକ ପ୍ରେମିସ ରେ ହବାକୁ ବାଧ୍ୟ ଯଦି କଣ କରିବା କଣ ହବ ଆମେ ଭୁଲରେ ପଡିବା ମାନେ ଆମର ଆର୍ଗୁମେଣ୍ଟ ଟା ଭୁଲ ହେଇଛି ତ ଏଇଠି କଣ ଅଛି ଏ ପ୍ରପୋଜିସନ କାହାକୁ ଡିଷ୍ଟ୍ରିବ୍ୟୁଟ କରୁଛି ସବଜେକ୍ଟ କୁ ଡିଷ୍ଟ୍ରିବ୍ୟୁଟ କରି ସେ ସବଜେକ୍ଟ ଭିତରେ କିଏ ଅଛି ପି ଅଛି ତ ସେଥିପାଇଁ ଆମର ହବନି ବୁଝିଲା 3 ନମ୍ବର ରୁଲ ଏଇ ହିଁ କହୁଛି ଯୋଉ ପି ରୁ ଇ ଆଣିଲେ ଆଇ ରୁ ଆଇ ଆଣିଲେ ତ ସେଇକୁ ଦେଖିଲେ ତମେ ବୁଝିପାରିବ ଏଇ କଣ ହଉଛି ଆମେ କହିଲେ नो एस इज पी ये कौन करे दिटा को टर्म डिस्ट्रीब्यूट करे ଆମେ ଯଦି इंटरचेंज करले p ଆଉ s कले ସେଠି ಮತ್ತೆ ଦିଟା को टर्म डिस्ट्रीब्यूट ହେଲା ବୁଝିଲା ତ ସେଥିପାଇଁ ଆମେ କୌଣସି ଫାଲାସ ରେ ପଡିଲେନି ଆଇ ସେମିତି ଆଇ ରୁ ଯଦି ଆଇ ଆଣୁଛନ୍ତି କଣ ଅଛି ସମ୍ s is p ଦେନ୍ ଆସିବ ଆଇ ଯଦି ଆଣୁଛନ୍ତି ଆଇ ରେ କଣ କରେ କୌଣସି ଟର୍ମ ଡିସ୍ଟ୍ରିବ୍ୟୁଟ କରେନି ଦେନ୍ ଆସିବ ସମ୍ c is s इंटरचेंज କରିଦେଲେ ରୁଲ ହିସାବରେ ଆମେ ବସିଦେଲେ ଆମ ସେକେଣ୍ଡ ରୁଲ ହିସାବରେ ଆଇ କୌଣସି ଟର୍ମ ଡିସ୍ଟ୍ରିବ୍ୟୁଟ କରେନି ରୁଲ ଭାয়োଲେଟ କଲେନି ଓ ତ କନଭର୍ସେସନ ହେଇପାରିବନି କାହିଁକି ସେଟା ମୁଁ ତମକୁ ଡାକି ଦଉଛି ବୁଝିହେଲା ଲେଖିଦେଲ ଓ ଆଗେ ପ୍ରେମିସ ଲେଖିଦବ କନକ୍ଲୁଜନ ରେ ଲେଖିଦବ ଓ ଇଜ ନଟ୍ କନଭର୍ସେସ ବୁଝିହେଲା ଯଦି ତମେ କନଭର୍ଟେଡ କନଭର୍ସ କହୁଛ ତାହେଲେ ଓ ହଉଛି କନଭର୍ସେସ ହେଇପାରିବ ନାହିଁ କ୍ଲିୟର
देखो कन्वर्सन बाय नेगेशन हमें जो ओ प्रपोजिशन वायलेट होगी तो कौन सा होगी कन्वर्सन बाय नेगेशन कन्वर्सन बाय ट्रांसलेट बैठले जे जोटी स्पेलिंग बुझ पाइबनी स्पेलिंग लिख पाइबनी कहबो देखो an o type proposition an o type proposition cannot be converted so an o type of proposition cannot be converted ठीक है ना if if an o type if an o type of proposition if an o type of proposition sum is not p sum is not p ठीक है sum is particular if an o type of proposition sum is not p is converted is converted the application of first two rule application of first two rule ठीक है ना rule two sum p is s sum p is not s sum p is not s then such a conversion is not legitimate legitimate spelling is legitimate মানে হচ্ছে imperfect legitimate as it violate the rule 3 as it violate the rule 3 like the rule 3 as it violate the rule 3 of conversion rule 3 of conversion second example the term is the term is to bracket in the first specific example the term is which is not distributed in the premise which is not distributed in the premise bracket लिखो converted premise bracket लिखो converted get gets distributed in the conclusion gets distributed in the conclusion conclusion लिख दो converts because converts in we have converts पूछे ना ये नोट्स लेके दियो कौन लेके दियो converts
This method conversion of an O type of proposition. This method. The above method, the above method or this method of the conversion of an O type of proposition. And what type of proposition is called conversion by negation. The above method of the conversion of an O type of proposition is called as conversion by negation. The above method of conversion O type of proposition is called conversion by negation. बुझे ना तमे दीटा रूल कोन खाली लिखि देबो ए टू रूल ता कोन खाली टू रूल लिख देछि जानि परिबो तो कोन खाली लिखिबो सेटा फर्स्ट रूल कोन कहउछि since the subject of the converts is not predicate of the convertent. Second rule कोन कहउछि is violate convert is affirmative even the convert is negative. Convertent कोन होता negative कहउछि सेति फाइन देखो आ गोटे कोन अछि किछि लॉजिशियन अछंदी एटा सुनो किछि लॉजिशियन अछंदी कोन करिसंती से ओ टाइप ऑफ प्रपोजिशन को कोन करछंती रिड्यूस कोदरे करिसंती आई टाइप ऑफ प्रपोजिशन बुझिला ओ टाइप ऑफ प्रपोजिशन को कोन करछंती आई टाइप ऑफ प्रपोजिशन सेति पय कोन करले से रूल को वायोलेट करछि किछि लॉजिशियन माने छंती ओ टाइप ऑफ प्रपोजिशन को हम कोनटी के रिड्यूस करि परिबा आई टाइप ऑफ प्रपोजिशन को माने कोन होछि ओ प्रेडिकेट को डिस्ट्रीब्यूट करछि आई कोन से टर्म को डिस्ट्रीब्यूट करनि सेति पय जदि हम सेटा करछंती ताले रूल वायोलेट करछि अफर्मेटिव नेगेटिव माने सॉरी नेगेटिव टू अफर्मेटिव हम प्रेमिस नंबर नेगेटिव रहले conclusion affirmative. Kitchen and song also attempt to convert both type of proposition by changing to reducing type of proposition. And kitchen and some logician